सेप्टेम्बर 3, 2025 प्रातः मुरली। ओम शांति। मिठे बच्चे, सत्य पंडा तुमମାନଙ୍କୁ सत्य यात्रा शिखाଇବା ପାଇଁ ଆସିଛନ୍ତି। ତୁମର ଯାତ୍ରାରେ ମୁଖ୍ୟ ଧାରଣା ହେଉଛି ପବିତ୍ରତା। ତେଣୁ ଯୋଗଯୁକ୍ତ ହୁଅ ଏବଂ ପବିତ୍ର ହୁଅ। ଆଜିର ପ୍ରଶ୍ନଟି ହେଲା, ତୁମ ଭଳି ମେସେଞ୍ଜର ଅର୍ଥାତ୍ ସନ୍ଦେଶଦାତା ଅଥବା ପୈଗମ୍ବର ସନ୍ତାନମାନଙ୍କୁ କେଉଁ କଥାବାର୍ତ୍ତା ବ୍ୟତୀତ ଅନ୍ୟ କୌଣସି କଥାରେ ଯୁକ୍ତିତର୍କ କରିବା ଉଚିତ ନୁହେଁ? ଉତ୍ତରଟି ହେଲା, ମେସେଞ୍ଜର ଶିବ ବାବାଙ୍କର ସନ୍ତାନମାନେ ସମସ୍ତଙ୍କୁ ଏହି ସନ୍ଦେଶ ଦିଅ ଯେ ନିଜକୁ ଆତ୍ମା ମନେ କର ଏବଂ ବାବାଙ୍କୁ ମନେ ପକାଅ, ତେବେ ଏହି ଯୋଗ ଅଗ୍ନି ଦ୍ୱାରା ତୁମର ବିକର୍ମ ବିନାଶ ହୋଇଯିବ। ଏହି ଚିନ୍ତା ବ୍ୟତୀତ ଅନ୍ୟ କୌଣସି କଥାରେ କିଛି ବି ଫାଇଦା ନାହିଁ। ତୁମକୁ କେବଳ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ, ଯାହାଦ୍ୱାରା ସେମାନେ ଆସ୍ତିକ ହେବେ। ଯେତେବେଳେ ରଚୟିତା ବାବାଙ୍କୁ ଜାଣିଯିବେ, ସେତେବେଳେ ତାଙ୍କର ରଚନାକୁ ଜାଣିବା ସହ ଆହୁରି ସହଜ ହୋଇଯିବ। ଆଜିର ଗୀତଟି ହେଲା, ହମାରେ ତୀର୍ଥ ନ୍ୟାରେ ହେଁ। ଓମ୍ ଶାନ୍ତି। ମଧୁର ଆତ୍ମିକ ସନ୍ତାନମାନେ ଜାଣିଛନ୍ତି ଯେ ଆମେ ସତ୍ୟ ତୀର୍ଥବାସୀ ଅଟୁ। ସତ୍ୟ ପଣ୍ଡା ଏବଂ ଆମେ ଯେଉଁମାନେ କି ତାଙ୍କର ସନ୍ତାନ ଅଟୁ, ଆମେ ମଧ୍ୟ ସତ୍ୟ ତୀର୍ଥକୁ ଯାଉଛୁ। ଏହା ହେଉଛି ମିଥ୍ୟା ଖଣ୍ଡ ଅଥବା ପତିତ ଖଣ୍ଡ। ଏବେ ସତ୍ୟ ଖଣ୍ଡ ଅଥବା ପତିତ ଖଣ୍ଡକୁ ଯାଉଛୁ। ମନୁଷ୍ୟ ଯାତ୍ରା କରିଥାନ୍ତି ନା, କେତେକ ଖାସ୍ ଯାତ୍ରା ହୁଏ, ସେଠାକୁ କେହି ବି କେତେବେଳେ ଯାଇପାରନ୍ତି। ଏହା ମଧ୍ୟ ଯାତ୍ରା ସ୍ୱୟଂ ତଥ୍ୟ ପଣ୍ଡା ବାବା ଆସିଲେ ହିଁ ଏଥିରେ ଯାଇ ହୁଏ। ସେ କଳ୍ପକଳ୍ପର ସଙ୍ଗମରେ ଆସୁଛନ୍ତି। ଏଥିରେ ଥଣ୍ଡା ଗରମର କୌଣସି କଥା ନାହିଁ, ନା ଧକ୍କା ଖାଇବାର କଥା ଅଛି। ଏହା ହେଉଛି ସ୍ମୃତିର ଯାତ୍ରା। ସେହି ଯାତ୍ରାକୁ ସନ୍ନ୍ୟାସୀମାନେ ମଧ୍ୟ ଯାଇଥାନ୍ତି। ନିଷ୍ଠାପର ଯାତ୍ରା ସର୍ବଦା ପବିତ୍ର ରହିଥାନ୍ତି। ତୁମେ ସମସ୍ତେ ଯାତ୍ରା କରୁଛ। ତୁମେ ବ୍ରାହ୍ମଣ ଅଟ। ସତ୍ୟ ବ୍ରହ୍ମା କୁମାର କୁମାରୀ କିଏ ଅଟନ୍ତି? ଯିଏ କେବେ ହେଲେ ବିକାରର ଅଧୀନ ହେଉନାହାନ୍ତି। ପୁରୁଷାର୍ଥ ତ ନିଶ୍ଚୟ ଅଟ। ମନରେ ସଂକଳ୍ପ ଆସିଲେ ମଧ୍ୟ ମନୁଷ୍ୟ ହେଉଛି ବିକାରର କଥା। କେହି ଯଦି ପଚାରୁଥାନ୍ତି, ତୁମେ ପାଖରେ ନିର୍ବିକାରୀ ବ୍ରାହ୍ମଣ କେତେ କ'ଣ ଅଛନ୍ତି? କୁହ, ଏକଥା ପଚାରିବାର ଆବଶ୍ୟକତା ନାହିଁ। ଏହି କଥାରେ କ'ଣ ଆପଣଙ୍କର ପେଟ ପୂରିବ? ତୁମେ ଯାତ୍ରୀ ହୁଅ। ଯାତ୍ରୀ କେତେ ଜଣ ଅଛନ୍ତି, ଏକଥା ପଚାରିବାର କୌଣସି ଫାଇଦା ନାହିଁ। ସତ୍ୟ ଏବଂ ମିଥ୍ୟା ଉଭୟ ବ୍ରାହ୍ମଣ ମଧ୍ୟ ଅଟନ୍ତି। ଆଜି ଅସଲି ଅଛନ୍ତି, କାଲି ନକଲି ହୋଇଯାଇଥାନ୍ତି। ବିକାରର ଗସ୍ତ ହେଲେ ମାନେ ସେମାନେ ବ୍ରାହ୍ମଣ ନୁହନ୍ତି। ସେମାନେ ଯେଉଁ ଶତ୍ରୁ ଥିଲେ, ପୁଣି ସେହି ଶୂଦ୍ର ହୋଇଗଲେ। ଆଜି ପ୍ରତିଜ୍ଞା କରି କାଲି ବିକାରର ଅଧୀନ ହୋଇ ଅସୁର ହୋଇଯାଉଛନ୍ତି। ତେବେ ଏହି କଥା ସବୁ କେତେ ବସି ବୁଝାଉଥିବି। ଏହା ପେଟ ଭରିବା ନୁହେଁ ଅଥବା ମୁଖ ପିଠା ବା ମିଠା ହେବ ନାହିଁ। ଏଠାରେ ଆମେ ବାବାଙ୍କୁ ମନେ ପକାଇବାକୁ ପଡ଼ୁଛି ଏବଂ ବାବାଙ୍କ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣୁଛୁ। ବାକି ଆଉ କୌଣସି କଥାରେ କିଛି ନାହିଁ। କୁହ, ଏଠାରେ ବାବାଙ୍କୁ ମନେ ପକାଇବା ଶିଖାଯାଉଛି ଏବଂ ମୁଖ୍ୟ ହେଉଛି ପବିତ୍ରତା। ଯିଏ ଆଜି ପବିତ୍ର ହୋଇ ପୁଣି ଅପବିତ୍ର ହୋଇଯାଉଛନ୍ତି, ସେ ବ୍ରାହ୍ମଣ ନୁହନ୍ତି। ଏହି ହିସାବ କେତେ ବସି ତୁମକୁ ଶୁଣାଉଛନ୍ତି। ଏପରି ବହୁତ ମାୟାର ତୋଫାନରେ ପଡ଼ି ତଳକୁ ଖସି ଯାଉଛନ୍ତି। ଯେଉଁମାନେ ବ୍ରାହ୍ମଣମାନଙ୍କର ମାଳା ତିଆରି ହୋଇପାରିବ ନାହିଁ। ଆମେ ତ ପୈଗମ୍ବର ଅଥବା ମେସେଞ୍ଜର ସନ୍ତାନ ସମସ୍ତଙ୍କୁ ସନ୍ଦେଶ ଦେଉଛୁ।
ନିଜକୁ ଆତ୍ମା ବୁଝି ବାବାଙ୍କୁ ମନେ ପକାଅ, ତେବେ ଏହି ଯୋଗ ଅଗ୍ନି ଦ୍ୱାରା ବିକର୍ମ ବିନାଶ ହେବ। ମନରେ ଏହି ଚିନ୍ତା ରଖ, ବାକି ଲୋକମାନେ ତ ବହୁତ ପ୍ରଶ୍ନ ପଚାରିବେ। କେବଳ ଗୋଟିଏ କଥା ବିନା ଅନ୍ୟ କୌଣସି କଥାରେ ଗଲେ ଫାଇଦା ନାହିଁ। ଏଠାରେ ତ ଏହି କଥା ଜାଣିବାକୁ ହେବ ଯେ ନାସ୍ତିକରୁ ଆସ୍ତିକ, ଅନାଥରୁ ସନାଥ କିପରି ହେବ, ଯାହାକି ପିତାମାତାଙ୍କଠାରୁ ସମ୍ପତ୍ତି ପାଇପାରିବ। ଏହି କଥା ପଚାର। ବାକି ତ ସମସ୍ତେ ପୁରୁଷାର୍ଥ ଅଟନ୍ତି। ବିକାର ଦ୍ୱାରା ହିଁ ବହୁତ ଫେଲ୍ ହେଉଛନ୍ତି। ଯଦି ବହୁତ ଦିନ ପରେ ସ୍ତ୍ରୀକୁ ଦେଖୁଛନ୍ତି, ତେବେ ସେ କଥା ନ କହିଲେ ଭୁଲ। କାହାର ମନ ବା ମଦ ପିଇବାର ଅଭ୍ୟାସ ଥିଲେ ତୀର୍ଥକୁ ଗଲେ ମଦ ଅଥବା ବିଡ଼ିର ଅଭ୍ୟାସ ଯାହାର ଥିବ ସେମାନଙ୍କୁ ସେବନ କରିବା ବିନା ସେ ରହିପାରିବେ ନାହିଁ। ଲୁଚାଇ ପକାଇଥାନ୍ତି। କ'ଣ କରିପାରିବା? ବହୁତ ଅଛନ୍ତି ଯିଏକି ସତ୍ୟ କହୁନାହାନ୍ତି, ଲୁଚାଇଥାନ୍ତି। ବାବା ସନ୍ତାନମାନଙ୍କୁ ଉପାୟ ବତାଉଛନ୍ତି ଯେ କିପରି ଚତୁରତାର ସହ ଜବାବ ଦେବା ଉଚିତ। ଏହା ବାବାଙ୍କର ଏହି ପରିଚୟ ଦେବାକୁ ହେବ, ଯାହାଦ୍ୱାରା ମନୁଷ୍ୟ ଆସ୍ତିକ ହେବ। ବାବାଙ୍କୁ ନ ଜାଣିବା ପର୍ଯ୍ୟନ୍ତ କୌଣସି ପ୍ରଶ୍ନ ପଚାରିବା ହିଁ ନିରର୍ଥକ ଅଟେ। ଏପରି ବହୁତ ଆସୁଛନ୍ତି ଯିଏ କିଛି ବି ବୁଝି ନାହାନ୍ତି, କେବଳ ଶୁଣୁଛନ୍ତି, ଫାଇଦା କିଛି ହେଲେ ନାହିଁ। ଯେତେବେଳେ ପିଲାମାନେ ବାବାଙ୍କୁ ପତ୍ର ଲେଖୁଛନ୍ତି, 1000 2000 ଆସି ପ୍ରଦର୍ଶନୀ ବୁଲିଗଲେ, କିନ୍ତୁ ସେମାନେ ଭିତରୁ ଜଣେ 2 ଜଣ ବୁଝିବା ପାଇଁ ଆସୁଛନ୍ତି। ଅମୁକ ବଡ଼ ଲୋକମାନେ ଆସୁଛନ୍ତି। ବାବା ବୁଝି ଯାଉଛନ୍ତି ଯେ ସେମାନଙ୍କୁ ଯେଉଁ ପରିଚୟ ମିଳିବା ଦରକାର ତାହା ମିଳିନାହିଁ। ପୁରା ପରିଚୟ ମିଳିଲେ ବୁଝିଯିବେ ଯେ ଇଏ ତ ଠିକ୍ କଥା କହୁଛନ୍ତି। ଆମ ଆତ୍ମାମାନଙ୍କର ପିତା ପରମାତ୍ମା ପରମପିତା ଅଟନ୍ତି। ସେ ଆମକୁ ପଢ଼ାଉଛନ୍ତି, କହୁଛନ୍ତି ନିଜକୁ ଆତ୍ମା ବୁଝି ମୋତେ ମନେ ପକାଅ। ଏହି ଅନ୍ତିମ ଜନ୍ମ ପବିତ୍ର ହୁଏ। ଯିଏ ପବିତ୍ର ରହୁନାହାନ୍ତି ସିଏ ବ୍ରାହ୍ମଣ ନୁହନ୍ତି, ଶୂଦ୍ର ଅଟନ୍ତି। ଏହା ଯୁଦ୍ଧ ଭୂମି ଅଟେ। ବୃକ୍ଷ ବଢ଼ିବ ଏବଂ ତୋଫାନ ମଧ୍ୟ ଲାଗିବ। ବହୁତ ପତ୍ର ଝଡ଼ିବ। କିଏ ବସି ଗଣନା କରିବ ଯିଏ ପ୍ରକୃତ ବ୍ରାହ୍ମଣ କିଏ? ଯିଏ କେବେ ବି ଶୂଦ୍ର ହେଉନାହାନ୍ତି ସିଏ ହିଁ ପ୍ରକୃତ ବ୍ରାହ୍ମଣ ଅଟନ୍ତି। ଟିକିଏ ହେଲେ କୁଦୃଷ୍ଟି ନ ଥାଉ ବା ନ ଯାଉ। ଅନ୍ତ ସମୟରେ କର୍ମାତୀତ ଅବସ୍ଥା ହେବ। ବହୁତ ଉଚ୍ଚ ଲକ୍ଷ୍ୟ ଅଟେ। ମନରେ ମଧ୍ୟ ନ ଆସୁ ଏହି ଅବସ୍ଥା ଅନ୍ୟ ବା ଅନ୍ତ ସମୟରେ ହେବ। ବର୍ତ୍ତମାନ ସମୟରେ ଜଣଙ୍କର ମଧ୍ୟ ଏପରି ଅବସ୍ଥା ନାହିଁ। ଏବେ ସମସ୍ତେ ପୁରୁଷାର୍ଥ ଅଟନ୍ତି। ବୁଦ୍ଧି ଏକରସ ରତ୍ନ ନାହିଁ। ମୁଖ୍ୟ ହେଉଛି ଦୃଷ୍ଟିରୁ କଥା। ଏବଂ ଆମେ ଆତ୍ମା ଏହି ଶରୀର ଦ୍ୱାରା ଅଭିନୟ କରୁଛୁ। ଏହି ଅଭ୍ୟାସ ପକ୍କା ରହିବା ଦରକାର। ରାବଣ ରାଜ୍ୟ ଥିବା ପର୍ଯ୍ୟନ୍ତ ଯୁଦ୍ଧ ଲାଗି ରହିବ। ଶେଷ ବେଳକୁ କର୍ମାତୀତ ଅବସ୍ଥା ହେବ। ଆଗକୁ ଗଲେ ତୁମର ଅନୁଭବ ହେବ, ସେ ବୁଝିଯିବେ ଏବେ ତ ବୃକ୍ଷ ବହୁତ ଛୋଟ ଅଛି, ତୋଫାନ ଆସୁଛି, ପତ୍ର ଝଡ଼ି ଯାଉଛି, ଦୁର୍ବଳ ପିଲାମାନେ ଝଡ଼ି ପଡ଼ୁଛନ୍ତି। ପ୍ରତ୍ୟେକ ନିଜକୁ ପଚାରିବାକୁ ମୋର ଅବସ୍ଥା କେତେ ଦୂର ଠିକ୍ ଅଛି। ବାକି ଯେଉଁ ସବୁ ପ୍ରଶ୍ନ ପଚାରୁଛନ୍ତି ସେମାନଙ୍କ କଥାରେ ଅଧିକ ଧ୍ୟାନ ଦିଅ ନାହିଁ। କୁହ ଆମେ ବାବାଙ୍କ ଶ୍ରୀମତରେ ଚାଲୁଛୁ। ସେହି ବେହଦ ବାବା ଆସି ପାରୁଛନ୍ତି, ସୁଖ ହେଉଛନ୍ତି ଅଥବା ନୂଆ ଦୁନିଆ ସ୍ଥାପନ କରୁଛନ୍ତି। ସେମାନେ କେବଳ ସୁଖ ହିଁ ଥାଏ। ମନୁଷ୍ୟ ରହୁଥିବା ସ୍ଥାନକୁ ହିଁ ଦୁନିଆ କୁହାଯାଏ। ନିରାକାରୀ ଦୁନିଆରେ ଆତ୍ମାମାନେ ରହିଥାନ୍ତି ନା? ଏକଥା କାହାରି ବୁଦ୍ଧିରେ ନାହିଁ ଯେ ଆତ୍ମା କିପରି ବିନ୍ଦୁ ଅଟେ। ଏକଥା ମଧ୍ୟ ପ୍ରଥମେ କୌଣସି ନୂଆକୁ ବୁଝାଉ ନାହିଁ ଯେ ପ୍ରଥମେ ତ ବୁଝାଇବାକୁ ହେବ ଅନନ୍ତ ପିତା। ଅସରନ୍ତି ସମ୍ପତ୍ତି ହେଉଛନ୍ତି ଭାରତ ପବିତ୍ର ଥିଲା, ଏବେ ପତିତ ହୋଇଯାଉଛି। କଳିଯୁଗ ପରେ ପୁଣି ସତ୍ୟଯୁଗ ଆସିବ। ବିକେ ମାନଙ୍କ ବ୍ୟତୀତ
ଅନ୍ୟ କେହି ବି ଏକଥା ବୁଝିପାରିବେ ନାହିଁ। ଏହା ନୂଆ ରଚନା ଅଟେ। ବାବା ପଚାରୁଛନ୍ତି, ଏହି ଜ୍ଞାନ ବୁଝିଲେ ବୁଦ୍ଧିରେ ରହିବା ଦରକାର, କୌଣସି କଥା ମଧ୍ୟ ନୁହେଁ। କୌଣସି ମାୟା ଭୁଲାଇ ଦେଉଛନ୍ତି। ବିକର୍ମ କଥା ହେଉଛି ଅଧା କଳ୍ପରୁ ବିକର୍ମ କରିବାର ଅଭ୍ୟାସ ପଡ଼ିଯାଇଛି। ସେହି ସବୁ ଆସୁରୀ ଅଭ୍ୟାସକୁ ସମସ୍ତେ କରିବାକୁ ହେବ। ବାବା ନିଜେ କହୁଛନ୍ତି, ସମସ୍ତେ ପୁରୁଷାର୍ଥ ଅଟନ୍ତି। କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବା ପାଇଁ ବହୁତ ସମୟ ଲାଗିଥାଏ। ବ୍ରାହ୍ମଣ କେବେ ବିକାରର ଗ୍ରସ୍ତ ହୁଅନ୍ତି ନାହିଁ। ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ କରୁ କରୁ ହାରି ଯାଉଛନ୍ତି। ଏହିସବୁ ପ୍ରଶ୍ନରେ କୌଣସି ଭଲ ନାହିଁ। ପ୍ରଥମେ ନିଜର ପିତାଙ୍କୁ ମନେ ପକାଅ। ଆମକୁ ଶିବ ବାବା କଳ୍ପ ପୂର୍ବ ଭଳି ଆଦେଶ ଦେଉଛନ୍ତି ଯେ ନିଜର ଆତ୍ମା ବୁଝି ମୋତେ ମନେ ପକାଅ। ଏହା ସେହି ଲଢ଼େଇ ଅଟେ। ପିତା ଜଣେ ହିଁ ଅଟନ୍ତି। ଶ୍ରୀକୃଷ୍ଣଙ୍କୁ ପିତା କୁହାଯିବ ନାହିଁ। ଗୀତାରେ ଶ୍ରୀକୃଷ୍ଣଙ୍କ ନାମ ରଖି ଦିଆଯାଉଛନ୍ତି। ଭୁଲରେ ଠିକ୍ ତ ବାବା ହିଁ କରାଉଛନ୍ତି। ସେଥିପାଇଁ ତ ସମସ୍ତଙ୍କୁ ସତ୍ୟଯୁଗ ବା ସତ୍ୟ ବୋଲି କୁହାଯାଉଛି। ବର୍ତ୍ତମାନ ଆମେ ପିଲାମାନେ ହିଁ ସାରା ଦୃଷ୍ଟି ଆଉ ସୃଷ୍ଟିର ରହସ୍ୟକୁ ଜାଣୁଛୁ। ସତ୍ୟଯୁଗରେ ଦୈବୀ ରାଜବଂଶ ହେବ। ରାବଣ ରାଜ୍ୟରେ ଆସୁରୀ ରାଜବଂଶ ସହିତ ସଙ୍ଗମ ଯୁଗକୁ ସ୍ପଷ୍ଟ ରୂପେ ଦେଖାଇବାକୁ ହେବ। ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ସେପଟ ଦେବତା, ଏପଟ ଅସୁର, ବାକି ସେମାନଙ୍କର ଲଢ଼େଇ ହେଉଛି। ତୁମ ବ୍ରାହ୍ମଣମାନଙ୍କର ହିଁ ବିକାର ସହିତ ଲଢ଼େଇ ହେଉଛି। ଏହାକୁ ମଧ୍ୟ ଲଢ଼େଇ କୁହାଯିବ ନାହିଁ। ସବୁଠାରୁ ମୁଖ୍ୟ ହେଉଛି କାମ ବିକାର। ଏହା ମହାଶତ୍ରୁ ଅଟେ। ଏହା ଉପରେ ବିକାର ଆଉ ବିଜୟ ପ୍ରାପ୍ତ କରିବା ଦ୍ୱାରା ହିଁ ତୁମେ ଜଗଜିତ ହେବ। ଏହି ବିଷ ନିମନ୍ତେ ହିଁ ଅବଳାମାନେ ମାଡ଼ ଖାଉଛନ୍ତି। ଅନେକ ପ୍ରକାରର ବିଘ୍ନ ପଡ଼ୁଛି। ମୃତ କଥା ହେଉଛି ପବିତ୍ରତା। ମୂଳ କଥା ହେଉଛି ପବିତ୍ରତା। ପୁରୁଷାର୍ଥ କରି କରି ତୋଫାନ ଆସି ଆସି ଅନ୍ତିମରେ ତୁମର ବିଜୟ ହୋଇଯିବ। ମାୟା ଥକିଯିବ। କୁସ୍ତିରେ ଯେଉଁମାନେ ପହିଲମାନ ଥାନ୍ତି ସେମାନେ ସମସ୍ତେ ତୁରନ୍ତ ସାମ୍ନା କରିଥାନ୍ତି। ସେମାନଙ୍କର ଧନ୍ଦା ହିଁ ହେଉଛି ଭଲ ଭାବରେ ଲଢ଼ି ବିଜୟ ପ୍ରାପ୍ତ କରିବା। ପହିଲମାନମାନଙ୍କର ବହୁତ ନାମାଚାର ହୋଇଥାଏ, ପୁରସ୍କାର ମିଳିଥାଏ। ଏହା ତ ସୁନ୍ଦର ଗୁପ୍ତ ଲଢ଼େଇ ଅଟେ। ତୁମେ ଜାଣିଛ ଆମେ ଆତ୍ମାମାନେ ପବିତ୍ର ଥିଲୁ, ଏବେ ଅପବିତ୍ର ହୋଇଯାଉଛୁ, ପୁଣି ପବିତ୍ର ହେବୁ। ଏହି ସନ୍ଦେଶ ସମସ୍ତଙ୍କୁ ଦେବାକୁ ହେବ। ଅନ୍ୟ କୌଣସି ପ୍ରଶ୍ନ ପଚାରିଲେ ତୁମକୁ ସମସ୍ତଙ୍କୁ କଥାରେ ଅଧିକ ମୁଣ୍ଡ ଖେଳାଇବାର ନାହିଁ। ତୁମର ତ ଆତ୍ମିକ ଧନ୍ଦା ଅଟେ। ଆମେ ଆତ୍ମାମାନଙ୍କ ମଧ୍ୟରେ ବାବା ଜ୍ଞାନ କରିଥିଲେ, ତାଙ୍କର ପ୍ରାରବ୍ଧ ଭୋଗ କଲୁ, ଜ୍ଞାନ ହଜିଗଲା। ଏବେ ପୁଣି ବାବା ଆତ୍ମାରେ ଜ୍ଞାନ କରୁଛନ୍ତି। ବାକି ଏହି ନିଶାରେ ରହି କୁହ ଯେ ଆମେ ବାବାଙ୍କର ସନ୍ଦେଶ ଦେଉଛୁ। ବାବାଙ୍କୁ ମନେ ପକାଇଲେ ତୁମର କଲ୍ୟାଣ ହେବ। ତୁମର ଏହା ରହୁନି ଧନ୍ଦା ଅଟେ। ପ୍ରଥମ କଥା ହେଉଛି ବାବାଙ୍କୁ ଜଣ। ବାବା ହିଁ ଜ୍ଞାନର ସାଗର ଅଟନ୍ତି। ସେ କୌଣସି ପୁସ୍ତକ ଶୁଣାଇ ନାହାନ୍ତି। ସେମାନେ ଦର୍ଶନ ତତ୍ତ୍ୱରେ ଡିଗ୍ରୀ ହାସଲ କରିଥାନ୍ତି। ସେମାନେ ବହିପତ୍ର ପଢ଼ୁଛନ୍ତି। ଭଗବାନ ତ ଜ୍ଞାନର ସାଗର ଅଟନ୍ତି। ତାଙ୍କ ପାଖରେ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ରହିଛି। ସେ କୌଣସି କିଛି କହି ପଢ଼ି ନାହାନ୍ତି କି ସେ ସବୁ ବେଦଶାସ୍ତ୍ର ଆଦିକୁ ଜାଣିଛନ୍ତି। ବାବା କହୁଛନ୍ତି ତୁମକୁ ଜ୍ଞାନ ଶୁଣାଇବା ପାଇଁ ମୋର ରହିଛି। ଜ୍ଞାନ ଏବଂ ଭକ୍ତିର ପ୍ରଭେଦ ଆଉ କେହି ବତାଇ ପାରିବେ ନାହିଁ। ଏହା ହେଲା ଜ୍ଞାନର ପାଠପଢ଼ା। ଭକ୍ତିକୁ ଜ୍ଞାନ କୁହାଯିବ ନାହିଁ। ସମସ୍ତଙ୍କର ସଦ୍ଗତି ଦାତା ଏକ ହିଁ ବାବା ଅଟନ୍ତି। ବାବା କହୁଛନ୍ତି ମୋତେ ମନେ ପକାଅ। ସମସ୍ତଙ୍କୁ ଗୁରୁତ୍ୱ ଏବଂ ଏହା ଉପରେ ରହିଛି। ବାବା କହୁଛନ୍ତି ବହୁତ ଭଲ ଭଲ ନାମୀ ଗ୍ରାମୀ ସନ୍ତାନମାନେ ମଧ୍ୟ ଏହି ଜଗର ଯାତ୍ରାରେ ବହୁତ ଦୁର୍ବଳ ଅଟନ୍ତି ଏବଂ ସେମାନେ ନାମୀ ଗ୍ରାମୀ ଅଟନ୍ତି। ବନ୍ଧନମୁକ୍ତ ଗରିବ
ସେମାନେ ମଧ୍ୟ ଅଧିକ ଯୋଗଯୁକ୍ତ ରହିଥାନ୍ତି। ପ୍ରତ୍ୟେକ ନିଜ ମନକୁ ପଚାରୁଛନ୍ତି, ମୁଁ ବାବାଙ୍କୁ କେତେ ସମୟ ମନେ ପକାଉଛି। ବାବା କହୁଛନ୍ତି, ପିଲାମାନେ ଯେତେ ସମ୍ଭବ ତୁମେ ମୋତେ ମନେ ପକାଅ। ଭିତରେ ଭିତରେ ବହୁତ ହର୍ଷିତ କରୁଛନ୍ତି। ଭଗବାନ ପଚାରୁଛନ୍ତି, ତୁମେ କେତେ ଖୁସି ହେବା ଉଚିତ। ବାବା କହୁଛନ୍ତି, ତୁମେ ପବିତ୍ର ଆତ୍ମା ଥିଲ, ପୁଣି ଶରୀର ଧାରଣ କରି ପାଠ କରି କରି ପତିତ ହୋଇଯାଉଛ। ଏହା ପୁଣି ପବିତ୍ର ହେବାକୁ ପଡ଼ିବ। ପୁଣି ସେହି ଦୈବୀ ଅଭିନୟ କରିବାକୁ ହେବ। ତୁମେ ଦୈବୀ ଧର୍ମର ଅଟ ନା? ତୁମେ ହିଁ 84 ଜନ୍ମର ଚକ୍ର ଲଗାଉଛ। ସମସ୍ତେ ସୂର୍ଯ୍ୟବଂଶୀ ମଧ୍ୟ 84 ଜନ୍ମ ନେଉଛନ୍ତି, ପଛରେ ଆସୁଛନ୍ତି ନା? ନହେଲେ ତ ତୁରନ୍ତ ସମସ୍ତଙ୍କୁ ଆସିବେ। ଅମୃତ ବେଳାକୁ ଉଠି ବୁଦ୍ଧି ଦ୍ୱାରା ବିଚାର ସାଗର ମନ୍ଥନ କଲେ ବୁଝିପାରିବ। ପିଲାମାନଙ୍କୁ ହିଁ ବିଚାର ସାଗର ମନ୍ଥନ କରିବାକୁ ପଡ଼ିବ। ଶିବାବାଦ କହୁଛନ୍ତି ନାହିଁ, ସେ କହୁଛନ୍ତି ଡ୍ରାମା ଅନୁସାରେ ଯାହା କିଛି ଶୁଣାଯାଉଛି ଏହି ଭାବରେ ଜାଣ ଯେ କଳ୍ପ ପୂର୍ବ ଭଳି ଯାହା ବୁଝାଇଥିଲି ତାହା ବୁଝିଲି। ମନ୍ଥନ ତୁମେ କରୁଛ, ତୁମକୁ ହିଁ ବୁଝାଇବାକୁ ହେବ ଯେ ଜ୍ଞାନ ଦେବାକୁ ହେବ। ଏହି ବ୍ରହ୍ମା ମଧ୍ୟ ମନ୍ଥନ କରୁଛନ୍ତି, ବିକେମାନଙ୍କୁ ମନ୍ଥନ କରିବାକୁ ହେବ, ଶିବବାବାଙ୍କୁ ନୁହେଁ। ମୂଳ କଥା ହେଲା, କାହା ସହିତ ଅଧିକ କଥା ହୁଅ ନାହିଁ। ଶାସ୍ତ୍ରବାଦୀ ମନେ ପକାଇ ପରସ୍ପର ମଧ୍ୟରେ ବହୁତ ଯୁକ୍ତି ତର୍କ କରିଥାନ୍ତି। ତୁମକୁ କାହା ସହ ବାଦ ବିବାଦ କରିବାର ନାହିଁ। ତୁମକୁ କେବଳ ସନ୍ଦେଶ ଦେବାକୁ ଅଛି। ପ୍ରତ୍ୟେକ କଥାରେ ମୁଖ୍ୟ ଗୋଟିଏ କଥା ଉପରେ ବୁଝାଅ ଏବଂ ଲେଖାଅ। ପ୍ରଥମେ ଏହି ପାଠପଢ଼ା ଯେ ଏଠାରେ କିଏ ପଢ଼ାଇଥାନ୍ତି ତାହା ଲେଖ। ଏହି କଥା ତୁମେ ପଛକୁ ଲେଖିବାର ସଞ୍ଚୟ ଆସୁଛି। ନିଶ୍ଚୟ ବୁଦ୍ଧି ହୋଇନଥିବା କାରଣରୁ ବୁଝି ନାହୁଁ, କେବଳ ଠିକ୍ କଥା ବୁଝି କହି ଦେଉଛନ୍ତି। ଏହା ହିଁ ହେଉଛି ପ୍ରଥମ ମୁଖ୍ୟ କଥା। ରଚୟିତା ବାବାଙ୍କୁ ବୁଝ, ପୁଣି ରଚନାର ରହସ୍ୟ ବୁଝିବା ଦରକାର। ମୁଖ୍ୟ କଥା, ଗୀତାର ଭଗବାନ କିଏ? ଏଥିପାଇଁ ହିଁ ତୁମର ବିଜୟ ହେବ। ପ୍ରଥମେ ପ୍ରଥମେ କେଉଁ ଧର୍ମ ସ୍ଥାପନ ହୋଇଥିଲା? ପୁରୁଣା ଦୁନିଆକୁ ନୂଆ ଦୁନିଆ କରି କହୁଛନ୍ତି ବାବା ହିଁ ଆତ୍ମାକୁ ନୂଆ ଜ୍ଞାନ ଦେଉଛନ୍ତି, ଯାହାଦ୍ୱାରା ଆମେ ଦୁନିଆର ସ୍ଥାପନ ନେଉଛୁ। ତୁମକୁ ବାବା ଏବଂ ରଚନାର ପରିଚୟ ମିଳୁଛି। ପ୍ରଥମେ ପ୍ରଥମେ ଅଲଫ ଉପରେ ପକ୍କା ହୋଇଗଲା ପରେ ବାଦଶାହୀ ତ ରହିଛି ନା? ବାବାଙ୍କ ଠାରୁ ହିଁ ସମ୍ପତ୍ତି ମିଳୁଛି। ବାବାଙ୍କୁ ଜାଣି ନ ସମ୍ପତ୍ତି ହକଦାର ହେଲ। ପିଲା ଜନ୍ମ ହୋଇ ମା ବାପାଙ୍କୁ ଦେଖିଲେ ଏବଂ ବସ୍ ସବୁକିଛି ପକ୍କା ହୋଇଯାଏ। ମାତା ପିତାଙ୍କ ବିନା ପିଲା ଅନ୍ୟ କାହା ପାଖକୁ ଯାଇନଥାଏ। କେହି ନା ମା ଠାରୁ କ୍ଷୀର ଖାଇବାକୁ ମିଳିଥାଏ। ଏଠାରେ ମଧ୍ୟ ଜ୍ଞାନର କ୍ଷୀର ମିଳୁଛି। ମାତା ପିତା ଅଟନ୍ତି ନା? ଏହା ବହୁତ ସୂକ୍ଷ୍ମ କଥା। ତୁରନ୍ତ ଏହି କଥା ବୁଝି ପାରିବେ ନାହିଁ। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପଦା ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣ ପାଇଁ ମୁଖ୍ୟ ସାର 1 ନମ୍ବର, ସଚ୍ଚା ସଚ୍ଚା ପବିତ୍ର ବ୍ରାହ୍ମଣ ହେବାକୁ ପଡ଼ିବ। କେବେ ବି ଶୂଦ୍ର ଅର୍ଥାତ୍ ପବିତ୍ର ହେବାର ବିଚାର ମଧ୍ୟ ଭିତରେ ନ ଆସୁ। ଟିକିଏ ବି କୁଦୃଷ୍ଟି ନଥାଉ ବା ନ ଯାଉ। ନିଜର ଅବସ୍ଥାକୁ ଏଇଭଳି କରିବାକୁ ହେବ। 2 ନମ୍ବର, ବାବା ଯାହା ସବୁ ପାଠ ପଢ଼ାଉଛନ୍ତି ସେଗୁଡ଼ିକୁ ବୁଦ୍ଧିରେ ରଖିବାକୁ ହେବ। ବିକର୍ମ କରିବାର ଯେଉଁ ଆସୁରୀ ଅଭ୍ୟାସ ରହିଛି ତାକୁ ସମସ୍ତେ କରିବାକୁ ହେବ। ପୁରୁଷାର୍ଥ କରି କିଛି ସମ୍ପନ୍ନ ପବିତ୍ରତାର ଉଚ୍ଚ ଲକ୍ଷ୍ୟକୁ ପ୍ରାପ୍ତ କରିବାକୁ ହେବ। ଆଜିର ବରଦାନଟି ହେଲା କାରଣ ନିରାକରଣ ନିବାରଣ। ଏହି କରି ଚିନ୍ତା ଏବଂ ଭୟଠାରୁ ମୁକ୍ତ କରୁଥିବା ମାଷ୍ଟର ସର୍ବଶକ୍ତିମାନ ଭବ। ବର୍ତ୍ତମାନ ସମୟରେ ଅଳ୍ପକାଳର ସୁଖ ଯାତ୍ରାରେ ଆଉ ସାଥିରେ ଚିନ୍ତା ଏବଂ ଭୟ କରି ଦୁଇଟି ଜିନିଷ ନ ନିଶ୍ଚିତ ରହିଛି। ଯେଉଁଠାରେ ଚିନ୍ତା କରି ସେମାନେ ନିଶ୍ଚିତ ସ୍ଥିତି ରଖିବା ପାଇ ନାହିଁ ଏବଂ ସେଠାରେ ଭୟ ଅଛି ସେଠାରେ ଶାନ୍ତି ପାଇବ ନାହିଁ। ତେଣୁ ସୁଖ ସହିତ ଏହି ଦୁଃଖ ଅଶାନ୍ତିର ଦୃଷ୍ଟି ବା ଦୁଇଟି କାରଣ ମଧ୍ୟରେ ନିଶ୍ଚିତ ରହିଛି। କିନ୍ତୁ ତୁମେ ସର୍ବଶାନ୍ତି ରୂପୀ ସମ୍ପତ୍ତିରେ
ସମ୍ପନ୍ନ ମାଷ୍ଟର ସର୍ବଶକ୍ତିମାନ ପିଲାମାନେ ଦୁଃଖର କାରଣ ନିବାରଣ କରିବାକୁ ଏବଂ ସର୍ବ ସମସ୍ୟାର ସମାଧାନ କରିବା ବାଲା ସାବଧାନ ସ୍ୱରୂପ ଅଟ। ସେହିପରି ତୁମେ ଚିନ୍ତା ଏବଂ ଉଭୟଠାରୁ ମୁକ୍ତ ଅଟ। ଯେକୌଣସି ସମସ୍ୟା ତୁମ ସମ୍ମୁଖ ଖେଳ ଦେଖାଇ ପାରିବ ବା ଖେଳ ଦେଖାଇବା ପାଇଁ ଆସିଥାଏ, ଡରାଇବା ପାଇଁ ନୁହେଁ। ଆଜିର ଶ୍ଲୋଗାନଟି ହେଲା, ନିଜର ମନୋବୃତ୍ତିକୁ ଯଦି ଶ୍ରେଷ୍ଠ କରିଦେବ ତେବେ ତୁମର ପ୍ରକୃତି ଅର୍ଥାତ୍ ଗୃହସ୍ଥ ବ୍ୟବହାର ସ୍ୱତଃ ଶ୍ରେଷ୍ଠ ହୋଇଯିବ। ଓମ୍ ଶାନ୍ତି।